ଆରେ କିରେ କରୁଛ ଚାଲ ବନେଇବା ଚାଇନିଜ ଫୁଡ ଏଇସବୁ ଦେଖୁଛ ନା। ଏଇଥିରେ ମୁଁ କ'ଣ କଲି ତେଲ ଦେଇ ପିଆଜ ରସୁଣ କଞ୍ଚା ଲଙ୍କାକୁ ଟିକେ ଭାଜିଦେଲେ ହେରା କ'ଣ କଲି ପିଠା ଖଡ଼ିକାରେ କୁରୁକୁରୁ 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 ତା ଦେଖ ତ ଦେଖ 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 କିନ୍ତୁ ଭାଜିଗଲା ଭାଜିଗଲା ଭାଜିଗଲା। ତାପରେ କ'ଣ କରିବା ହଁ ସିମିଲା ଲଙ୍କାକୁ ମୁଁ କାଟି ଦେଇଥିଲି ତାକୁ ପକେଇଦେଲି। ତାପରେ ଗୋଟେ କାଚ ତାଟିଆରେ ଟମାଟର ସସ୍ ଗୋଟେ ଆଣିଲି। ଟମାଟର ସସ୍ ପଡ଼ୁଛି, ତାପରେ ରେଡ଼୍ ଚିଲି ସସ୍ ପକାଇ ସାରିଲା ପରେ ସୋୟା ସସ୍ ପରେ ଚିଲି ଫ୍ଲେକ୍ସ ପରେ ମୋର ଫେଭରେଟ୍ ସେଜୱାନ୍ ଚଟଣି ତାକୁ ଟିକେ ପକାଇ ଘୁରୁଘୁରୁ ଘୁରେଇଦେଲି ଘୁରେଇକି ସ୍ପେଶାଲ୍ ସସ୍ ବନିଗଲା। ଏଇ ଦେଖ ଆମର ସ୍ପେଶାଲ୍ ସସ୍କୁ ମୁଁ ପକାଇ ଦେଇକି ଏବେ କ'ଣ କଲି ଟିକେ ଭଲସେ ଗୋଳେଇ ଦେଇକି ତାକୁ ଘୋଡ଼େଇକି ଛାଡ଼ିଦେଲି। ଘୋଡ଼େଇକି ଛାଡ଼ିଲା ପରେ ତାପରେ ଦେଖନ୍ତୁ ଏବେ ମୋର ଇଏ ପ୍ରସ୍ତୁତ ହେଇଗଲା। ୟାକୁ କ'ଣ କରିବା ଘୋଡ଼େଇ ଦେବା। ତାପରେ ଟିକେ ଲୁଣ ପକାଇଦେଲି। ତାକୁ କ'ଣ କଲି ଧନିଆ ପତ୍ର ଆଉ ପିଆଜ ସବୁ କାଟିକି ରଖିଥିଲି ଘୋଡ଼ା କାଢ଼ିକି ମୋର ସ୍ପେଶାଲ୍ ଜିନିଷଟା ସେଥିରେ ପକାଇଦେଲି। ସ୍ପେଶାଲ୍ ଜିନିଷଟା ପକାଇ ସାରିଲା ପରେ ତାକୁ କ'ଣ କଲି ଛାଡ଼ିଦେଲି ଟିକେ ସମୟ ଗୋଳେଇକି। ତାପରେ ମୁଁ ତା ଦେହରେ ପକାଇଥିଲି ମୋର ଯେଉଁ କାଟିକି ରଖିଥିଲି ଧନିଆ ପତ୍ର ଆଉ ପିଆଜ ନଟ ତାକୁ ମୁଁ ଏବେ ପକାଇଦେବି। ଦେଖନ୍ତୁ ଧନିଆ ପତ୍ର ପକାଇଦେଲି, ପିଆଜ ଜେଣ୍ଠ ପକାଇଦେଲି। ତାପରେ ତାକୁ ଦେଖନ୍ତୁ ଘୋଡ଼େଇ ଦେଇକି ପ୍ରସ୍ତୁତ ହୋଇଗଲା ଆମର ସ୍ପେଶାଲ୍। ଆପଣ କହିବେ ଏଇଟା ଖାଇଲେ କେମିତି ଲାଗିବ। ଏବେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ନମସ୍କାର।